ମଧୁରମ୍ ମଧୁରମ୍ ମଧୁରାଂଶ। ଏହି ସଂଖ୍ୟାରୁ ଚୌକାଠ ସଂଯୋଜିତ କରୁଛି କିଛି ମଧୁରମ୍ ମଧୁରମ୍ ମଧୁରାଂଶ କବିତାରୁ, ଗଳ୍ପରୁ, ଉପନ୍ୟାସରୁ, ଯାହା ଥରକୁ ଥର ଉଲ୍ଲସିତ କରେ ପ୍ରାଣକୁ, ଆପ୍ଲୁତ କରେ ହୃଦୟକୁ। ଏଥିରେ ଆପଣମାନଙ୍କର ବି ସହଯୋଗ ଓ ସହଭାଗିତା କାମନା କରୁଛି ଚୌକାଠ। ଆମକୁ ଏହିଭଳି କିଛି ମଧୁରାଂଶ ସଂଗ୍ରହ କରି ଯୋଗାଇ ଦେବାକୁ। ଚଳିତ ସଂଖ୍ୟାରେ ଏହିପରି କେତୋଟି ମଧୁରାଂଶ। ପ୍ରକୃତି କବି ଗଙ୍ଗାଧର ମେହେରଙ୍କର ଏହି କାବ୍ୟ ପଂକ୍ତିଟି ସବୁବେଳେ ଆପ୍ଲୁତ କରେ ହୃଦୟକୁ। ବିଶ୍ୱ ଦେଖ ମଧୁମୟରେ ଜୀବନ, ବିଶ୍ୱ ଦେଖ ମଧୁମୟ, ମଧୁର ଝରଣ କରିବ ହରଣ, ତୋ ପାପ ମରଣ ଭୟରେ ଜୀବନ, ବିଶ୍ୱ ଦେଖ ମଧୁମୟ। ମାୟାଧର ମାନସିଂହଙ୍କ ଦ୍ୱାରା ଅନୁସୃଜିତ ଏହି ଚାରୋଟି ଧାଡ଼ି ସତରେ କେତେ ପ୍ରାଣସ୍ପର୍ଶୀ। ମୂଳ ଲେଖକ କବି ରବର୍ଟ ଫ୍ରଷ୍ଟଙ୍କର ଷ୍ଟପିଂ ବାଇ ଉଡ୍ସ ଅନ୍ ଏ ସ୍ନୋଇ ଇଭିନିଂ। କବି ମାୟାଧର ମାନସିଂହ ଏହାର ଅନୁସୃଜନ କରିଥିଲେ ତାହାର ଏହି ପଂକ୍ତି। ସୁନ୍ଦର ଯେତିକି ଅନ୍ଧାର ସେତିକି, ଏହି ଯେ ଗହନ ବନ, ତେଣୁ ତୁ ଆପଣା ସଂକଳ୍ପେ ଅଟଳ, ଅଚଳ ରହରେ ମନ। ଆଗରେ ପଡ଼ିଛି ପଥ ବହୁଦୂର, ଆହୁରି କେତେ ଯେ ବାକି, ଚାଲିବି ଚାଲିବି ନ ପଡ଼ିବି ଥକି, ମୁଦିବା ଆଗରୁ ଆଖି। ଚତୁର୍ଦ୍ଦଶ ଶତାବ୍ଦୀର କବି ଜଗନ୍ନାଥ ଦାସ ତାଙ୍କର କାବ୍ୟ ତୁଳାଭିଣା। ମହାଶୂନ୍ୟ ଯେ ଜ୍ୟୋତି ରୂପ, ଜ୍ୟୋତିରୁ ଜାତ ଫୁଳ ରୂପ, ଫୁଳରୁ ଅର୍ଦ୍ଧ ମାତ୍ରା କଲା, ମାତ୍ରାରୁ ଓଙ୍କାର ଜନ୍ମିଲା, ଓଙ୍କାରୁ ବ୍ରହ୍ମ ଏ ଜଗତ, ଶୁଣ ପାର୍ବତୀ ଦେଇ ଚିତ୍ତ। 1866 ମସିହାର ନଅଙ୍କ ଦୁର୍ଭିକ୍ଷ ଉପରେ ରଚିତ ଉପନ୍ୟାସ କାହ୍ନୁଚରଣ ମହାନ୍ତିଙ୍କର ହା ଅନ୍ନ, ଯାହା ପ୍ରକାଶ ପାଇଥିଲା 1935 ମସିହାରେ। ସେଇ ଉପନ୍ୟାସରୁ এই ପଂକ୍ତିଟି ଦେଖନ୍ତୁ କେମିତି ଲାଗୁଛି। ରାଧି କହିଲା, ହଁ ଭୁଲ କରିଛୁ। ତୋ ପରି ଶହ ଶହ ଲୋକ ବାଟରେ ଗଛ ତଳେ ଆଶ୍ରା ନେଇଛନ୍ତି। ଯାହାର କାଳ ପୁରୁଛି ସେ ମରୁଛି, ଗଛ ମୂଳେ ସଢୁଛି। ଯିଏ ମଲା ସେ ଗଲା, ତାକୁ ଆଉ ଦହଗଞ୍ଜ ହେବାକୁ ପଡ଼ିଲା ନାହିଁ। କିନ୍ତୁ ଏଠି ଯେ ଜିଅନ୍ତା କଲବଲ, ସୁଖ ବୋଲି ମଣିବୁ ଯାହାକୁ, ସେହି ତ ନରକ ଯନ୍ତ୍ରଣା। କବି ରମାକାନ୍ତ ରଥଙ୍କର এই କବିତାଂଶ। ତଥାପି ମୁଁ ଅଲାଜୁକି ଚାହେଁ ମୋର ପାଉଁଶ ମୁହଁରେ, କାଳେ ତମେ ଆସୁଥିବ ପାଦଯାକ ଧୂଳି ସରସର, କାଳେ ତମେ ଛତା ବାଡ଼ି ରଖିଦେଇ ଦୁଆର ବନ୍ଧରେ, ପାଣି ଢାଳେ ମାଗୁଥିବ ଭୋକ ରଖି 4 ବରଷର। କବି ଜୟନ୍ତ ମହାପାତ୍ର। ଓଡ଼ିଶାର ବଢ଼େଇଥିବା ହାତ ଦିଓଟିରେ, ହଁ ଦିଅ ରଖିଦିଅ, ରାତି ଭୋଜିର ପତର ମାନଙ୍କରୁ ବଳି ପଡ଼ିଥିବା ଅଇଁଠା କିଛି ରଖିଦିଅ। ଆଜି ପ୍ରଶ୍ନ କରିବାକୁ ନାହିଁ କିଛି ଆମର, ପ୍ରଶ୍ନ ସବୁ ଦୀପ ଦୀପ ହେଇ ଜଳୁଥିବ ଏ ଦେଶର କୁହୁଳୁଥିବା ଅଳିଆ ଗଦା ଭିତରୁ। ଓଡ଼ିଶାର ବଢ଼େଇଥିବା ହାତ ଦିଓଟିରେ, ହଁ ଦିଅ ରଖିଦିଅ ଅଇଁଠା କିଛି। ଭୀମ ଭୋଇଙ୍କର ଏଇ ସର୍ବଜନାଦୃତ ସ୍ତୁତି ଚିନ୍ତାମଣିରୁ। ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ, ଚାହିଁ ଦେଲେ ଅନୁସରି, ସକଳ ଘଟରେ ପୁରୀ ସମାନରେ ନୁହେଁ ସାନ ବଡ଼ା କରି। ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ, ଚାହିଁ ଦେଲେ ଅନୁସରି, ସକଳ ଘଟରେ ପୁରୀ ସମାନରେ ନୁହେଁ ସାନ ବଡ଼ କରି।
ଭାବକୁ ନିକଟ ଅଭାବେ ଅଭେଟ ଭକ୍ତ ଭାବେ ପରାବଶ ଏ ମୋର ଗୁହାରି ନ ଶୁଣ କି କରି ଧରିଅଛ କେଉଁ ରୋଷ ଏ ମୋର ଗୁହାରି ନ ଶୁଣ କି କରି ଧରିଅଛ କେଉଁ ରୋଷ। ମହିମଣ୍ଡଳ ଗୀତାରୁ କବି ଅରକ୍ଷିତ ଦାସଙ୍କର ଏହି ପଂକ୍ତି। ଆହେ ଚୈତନ୍ୟ ଶୂନ୍ୟ ଦେହି ତୋହର ରୂପ ବର୍ଣ୍ଣ ନାହିଁ ଖେଳ ସରିଲେ ସର୍ବେ ଯାନ୍ତି ଏକ ଅଙ୍ଗରେ ସେ ଚଳନ୍ତି। ଆଶା କରୁଛୁ ପରୀକ୍ଷାମୂଳକ ଭାବରେ ଆମେ ସଂଯୋଜିତ କରିଥିବା ଏହି ମଧୁରାଂଶ ଆପଣଙ୍କୁ ସ୍ପର୍ଶ କରୁଥିବ, ଭଲ ଲାଗୁଥିବ। ଆପଣଙ୍କର ସହଯୋଗ ଓ ସହଭାଗିତା କାମନା କରୁଛୁ ଏଇଭଳି କିଛି ମଧୁରାଂଶ ଆମକୁ ଯୋଗାଇ ଦେବା ପାଇଁ। ଧନ୍ୟବାଦ।